कला साहित्य संस्कृति मिलनर पर्व ହେଉଛି ଉଦନ୍ତୀ ମହୋତ୍ସବ। ନୂଆପଡ଼ା ଜିଲ୍ଲା ସିନାପଲ୍ଲୀଠାରେ କଳା ସାହିତ୍ୟ ସଂସ୍କୃତିର ମିଳନ ଉଦନ୍ତୀ ମହୋତ୍ସବର 20ତମ ସଂସ୍କରଣ ଉଦ୍ଘାଟିତ ହୋଇଯାଇଛି। ଆଜି ଅପରାହ୍ନରେ ସ୍ଥାନୀୟ ଦୁର୍ଗା ମନ୍ଦିରରୁ ମଶାଲ ଶୋଭାଯାତ୍ରା ବାହାରି ମହୋତ୍ସବ ପଡ଼ିଆରେ ପହଞ୍ଚିଲା ପରେ ସନ୍ଧ୍ୟାରେ ନୂଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାସ ଏହାର ଉଦ୍ଘାଟନ ଘୋଷଣା କରିଥିଲେ। ମହୋତ୍ସବର ସଭାପତି ବୈଷ୍ଣବ ମେହେରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଖଡ଼ିଆଳ ଡିଏଫ୍ଓ ଅଜିଜ ଖାଁ, ସିନାପାଲି ବ୍ଲକର 2 ଜିଲ୍ଲା ପରିଷଦ ସଦସ୍ୟା ଆଶା ଜୈନ, ପୁଷ୍ପାଞ୍ଜଳି ଗୁଆଲ, ସ୍ଥାନୀୟ ସମିତି ସଭ୍ୟ ମନୀଷ କୁମାର ପଟେଲ, ସରପଞ୍ଚ ସୁନିତା ମେହେର ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ। ପରେ ଶଶିଭୂଷଣ ମାଝୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସନ୍ଧ୍ୟାକାଳୀନ ସଭାରେ ମୁଖ୍ୟ ଅତିଥି ଭାବରେ ସିନାପଲ୍ଲୀ ବ୍ଲକ ଅଧ୍ୟକ୍ଷା ମାଧୁରୀ ମାଝୀ ଓ ସମ୍ମାନିତ ଅତିଥି ଭାବରେ ବିଓ ଜ୍ୟୋତିନ୍ଦ୍ର କୁମାର ସେଠ ଯୋଗ ଦେଇଥିଲେ। ଗୌତମ ମେହେର ଅତିଥିମାନଙ୍କୁ ମଞ୍ଚକୁ ଆମନ୍ତ୍ରଣ କରିଥିବା ବେଳେ ରବୀନ୍ଦ୍ରନାଥ ଯୋଶୀ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ। ଚୂଡ଼ାମଣି ମେହେରଙ୍କ ନିର୍ଦ୍ଦେଶନା ଏସ୍ଏସ୍କେପିର ସହଯୋଗରେ ଛାତ୍ରଛାତ୍ରୀମାନେ ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିଲେ। ନୀଳାଞ୍ଚଳ ମେହେର ବିବରଣୀ ପାଠ କରିଥିଲେ। ଏହି ଅବସରରେ ସିନାପାଲି ବ୍ଲକର ପ୍ରଥମ ଓଏଏସ୍ ହୃଦାନନ୍ଦ ମାଝୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିବା ବେଳେ ଏହାକୁ ଶିବପ୍ରସାଦ ମେହେର ପରିଚାଳନା କରିଥିଲେ। ଶେଷରେ ଦିବ୍ୟରଞ୍ଜନ ନାୟକ ଧନ୍ୟବାଦ ଦେଇଥିଲେ। ଏହି ଉପଲକ୍ଷେ ସିନାପଲ୍ଲୀ ବିଭିନ୍ନ ଛକରେ ସେଉଖିଆ, ଝୋଟି, ହୁଳହୁଳି ଆଦି ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଶୋଭାଯାତ୍ରାରେ ପାରମ୍ପରିକ ସାଂସ୍କୃତିକ ଦଳଗୁଡ଼ିକ ଭାଗ ନେଇଥିବା ବେଳେ ମହୋତ୍ସବ ମଞ୍ଚର ଜିଲ୍ଲା ଓ ଜିଲ୍ଲା ବାହାରର ସୁନାମଧନ୍ୟ ସାଂସ୍କୃତିକ ଦଳମାନଙ୍କ ଦ୍ୱାରା ନୃତ୍ୟ ପରିବେଷଣ କରାଯାଇଛି। ନୂଆପଡ଼ା ଜିଲ୍ଲାରୁ ପରମେଶ୍ୱର ମେହେରଙ୍କ ରିପୋର୍ଟ, ଜନତା ଏକ୍ସପ୍ରେସ।